କେଡ଼େ ନିଷ୍ଠୁର କେତେ ନିର୍ଦ୍ଦୟ ଏ ମଣିଷ ମାର ଶେଷକୃତ୍ୟରେ ଉପସ୍ଥିତ ହେଲେ ନାହିଁ ନିଜର ପୁଅ ଝିଅ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ନିକଟରେ। ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଜଣେ ଧୋବା ସମ୍ପ୍ରଦାୟର ବିଧବା ମହିଳାଙ୍କ ଚାଲିଗଲା ଜୀବନ ହେଲେ ମିଳିଲାଣି ଜନ୍ମ କଲା ପୁଅ ଝିଅର କାନ୍ଧ। ପୁଅ ଝିଅ ବାହା ହୋଇ ଅନ୍ୟତ୍ର ଚାଲିଗଲେ ଏକୁଟିଆ ହୋଇ ପରେ ଘର କାମ କରି ଜୀବନ ଅତିବାହିତ କରୁଥିଲେ। କିଛିଦିନ ତଳେ ଅସୁସ୍ଥ ହେବାରୁ ତାଙ୍କ ସମ୍ପ୍ରଦାୟର ଜଣେ ଭଉଣୀ ତାଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ବିଧବା ମହିଳା ଜଣକ ହେଉଛନ୍ତି ରାଜେଶ୍ୱରୀ ନାୟକ। ତାଙ୍କର ଦେହାନ୍ତ ପରେ ପୁଅ ମୁନା ନାୟକଙ୍କୁ ଖବର ଜଣାଇବାରୁ ସେ ବିଶାଖାପାଟଣାରେ ଚିକିତ୍ସା ହେଉଥିବା ଫୋନ୍ ଯୋଗେ ଜଣାଇଥିଲେ ଓ ମାଙ୍କ ଶେଷକୃତ୍ୟରେ ପହଞ୍ଚି ପାରିବେ ନାହିଁ ବୋଲି କହିଥିଲେ। ତେବେ ଦଶମନ୍ତପୁର ସତ୍ୟସାଇ ସେବା ସଂଗଠନ ସେବା ଦଳ ସମାଜସେବୀ ଏକତ୍ରିତ ହୋଇ ରାଜେଶ୍ୱରୀ ନାୟକଙ୍କ ଶେଷକୃତ୍ୟ ପେଡ଼ିସିଲ ପୋଲତଳ ମୁହାଣରେ ସମ୍ପୂର୍ଣ୍ଣ କରିଥିଲେ। ମୁର୍କାର ଗ୍ରାମରେ ରହୁଥିବା ଜଣେ ଧୋବା ସମ୍ପ୍ରଦାୟର ବ୍ୟକ୍ତି ତାଙ୍କୁ ମୁଖାଗ୍ନି ଦେଇଥିବା ଦେଖିବାକୁ ମିଳିଛି। କୋରାପୁଟର ମନୋଜ କୁମାର ମୁଦ୍ରିଙ୍କ ରିପୋର୍ଟ କୌଶଳ ଟାଇମ୍ସ। ଆଜି ଗୋଟେ ଦୁଃଖର ବିଷୟ। ହିନ୍ଦୁ ଶାସ୍ତ୍ର ଅନୁସାରେ ଅଛି ଯେ ଆମେ ଯେତେବେଳେ ବାହା ହଉ ସେ ସମୟରେ ଆମକୁ ବ୍ରାହ୍ମଣ, ଭଣ୍ଡାରୀ, ଧୋବା ଏ ସବୁ ଆମକୁ ମାନେ ଦରକାର ପଡ଼େ, ମରିଗଲା ବେଳେ ମଧ୍ୟ ଦରକାର ପଡ଼େ। କିନ୍ତୁ ଆଜି ଦଶମନ୍ତପୁରରେ ସେ ଜଣେ ବି ଥିଲା, ଆମେ ଯେକୌଣସି ଲୋକ ମରିଗଲେ ବି ଧୋବା ତ ଆମ ତୁଠରେ ଆଉ ଆସୁନଥିଲା, ଆମେ ଧୋବା ପାଣି ନେଇକି ସ୍ନାନ କରୁଥିଲୁ। କିନ୍ତୁ ବର୍ତ୍ତମାନ ଯିଏ ଆମର ଦଶମନ୍ତପୁରରେ ଧୋବା ଶୂନ୍ୟ ହେଇଯାଇଛି, ଯାହାଦ୍ୱାରା କି ଆମକୁ ଧୋବା ପାଣି ମଧ୍ୟ ଟିକେ ମିଳିବ ନାହିଁ। ଆମେ ଆଗାମୀ ଦିନରେ କ'ଣ କରିବୁ ଯଦି ଚିନ୍ତା କରିବୁ, ଏଇ ଆମର ହିନ୍ଦୁ ସଂସ୍କୃତି ଅନୁସାରେ ଯଦି ତୁଠରେ ଏମିତି କିଏ ଯଦି ଏମିତି ଅକାଳରେ ମୃତ୍ୟୁ ହୁଏ ତାହେଲେ ଆମେ ସବୁ ସତ୍କାର କରୁ। ସେ ସମୟରେ ଆମକୁ ଆଜ୍ଞା ଦେଖନ୍ତୁ, ଦଶମନ୍ତପୁରରେ ଭାଇଚାରାଟା ବିହୁଳ ଭାବରେ ଅଛି। ଏଟା କହିବାକୁ ଗଲେ ଦଶମନ୍ତପୁରରେ କାହାକୁ ଆମେ ଦଶମନ୍ତପୁର ବାସିନ୍ଦା ଆମେ ଜାତି କଥା ଏ ବିଷୟରେ ଧର୍ମ ଏଇଟାରେ ଆମେ ମାନୁନୁ। ଆମେ ସମସ୍ତଙ୍କର ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସୁଛୁ। ଦଶମନ୍ତପୁରରେ